हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम्। तस्य पदे नमाम्यहम्। बोले महापुरुष अच्युतानंद जी की शुद्धि जानी ज्ञानी गुणी मंडली आज मालिका वचन आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊँचे भगवान कर चारि आयुध शंख चक्र गदा पद्म। तेणु चारि आयुध जो चारि क्षेत्र रे लयांग लीलांग जोगांग भोगांग चारि प्रकार भक्त माने अछंती। शिशुअनंत तांग शिष्य बारंग आगे कही से कथा आम आलोचना करिचे, किंतु प्रथम क्षेत्र कथा आम आलोचना करिबा शंख क्षेत्र। शंख क्षेत्र महिमा जाकि श्रीक्षेत्र पुरी। अच्युतानंद महापुरुष मालिकार नामाला गरुड़ गीता। प्रभु कहउचनी गरुड़ को कौन कहउचंदी कहले क्षेत्रर महिमा पंचकोश सीमा सत्यवादी परिजन्ते। सत्यवादी परिजन्ते आहे जदुनाथ कृपा करी थुकाए कहिबा मोते। थुकाए कहिबा मोते। गरुड़ पचारुचंदी कहले हे प्रभु, हे जगदीश्वर, हे जगन्नाथ महाप्रभु, क्षेत्रर महिमा आम आलोचना करिजे। जगन्नाथ महाप्रभु बा श्री क्षेत्र होची पंचकोश। जगन्नाथ महाप्रभु पंचकोशर मालिक। देवी विरजा होचने 16 कोशर मालिकाणी। तेणु ये पंचकोश कौ पर्यंत जो पंचकोश कहुई विरजा मन सिम जमी अच्छी पंचकोशी मध्य नाभि गया क्षेत्र अच्युत कहे ठाई। तो से भाई श्रीक्षेत्र पंचकोश भितर कौ पर्यंत ता सीमित, कौ पर्यंत पंचकोश परिव्याप्त। क्षेत्रर महिमा पंचकोशी सीमा सत्यवादी परिजन्ते। गरुड़ को कहते भगवान जे ये पंचकोश पर्यंत हूँ कौ जगह ना सत्यवादी पर्यंत। पंचकोशटा सत्यवादी पर्यंत। आहे जदुनाथ कृपा करी थोकाए कहवा मते। गरुड़ कहते हे प्रभु, आपणकर जो कोश पंचकोश सी सत्यवादी पर्यंत। अच्छा किछि थोकाए मते कृपा करिकी कहवा हुअंतु से पंचकोशर महिमा, ये क्षेत्रर महिमा, शंख क्षेत्रर महिमा। जार आकृति शंख बड़ी मते कहतु ये क्षेत्र आकृति शंख बड़ी ना। तेणु प्रभु मते कहतु सत्यवादी कौटा। उत्कलमणि गोपबंधु तांकर से जो मूल स्थल जाकि कहती सत्यवादी पीठ, जहाँ गोबरे महापुरुष मध्य आउरी अच्युतानंद कहिछन करे सर्व समान सत्यवादी हेब साधु ख्यात गोप बंधु होइब समस्ते कहिबे उत्कलमणि से जे महात्यागी नथिबे जानी से साननो हेरोष्य श्रृंग जे
ସାହିତ୍ୟ କବିତା ଅନେକ ଲେଖିବ ସାଧୁ ଥିବ ଲଗ୍ନ ଯୁଗ ଯେ ସାହିତ୍ୟ କବିତା ଅନେକ ଲେଖିବ ସାଧୁ ଥିବ ଲଗ୍ନ ଯୁଗ ଯେ ଯେଉଁ ସତ୍ୟବାଦୀ ଉପରେ ଯେଉଁ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ଅଚ୍ୟୁତାନନ୍ଦ ମହାପୁରୁଷ ଭବିଷ୍ୟତବାଣୀ କରିଥିଲେ 600 ବର୍ଷ ତଳେ ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ଦେଖନ୍ତୁ କିଭଳି ଦିବ୍ୟ ଦୃଷ୍ଟି ତାଙ୍କର, କିଭଳି ଅଲୌକିକ ଶକ୍ତିର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ, କିଭଳି ଦିବ୍ୟ ଦ୍ରଷ୍ଟା ସିଏ, କିଭଳି ଭବିଷ୍ୟତ ବକ୍ତା ସିଏ। କ'ଣ କହିଛନ୍ତି ନା ସର୍ବସମାନ ସତ୍ୟବାଦୀ ହେବ। ସତ୍ୟବାଦୀ ମହାପୁରୁଷ କହିଦେଇଛନ୍ତି। ସାଧୁ ଖ୍ୟାତ ଗୋପ ବନ୍ଧୁ ହୋଇବ, ଗୋପବନ୍ଧୁ ଜନ୍ମ ହେବେ ଆଗକୁ, ଏଇ କଥା ସେ କହିଦେଇଥିଲେ ମାଳିକାରେ। ଅନେକ ସନ୍ଥ ମହାତ୍ମା ଯାହାଙ୍କର ଆବିର୍ଭାବ ଏ ଉତ୍କଳ ମାଟିରେ ହେବ, ପୁଣ୍ୟ ପବିତ୍ର ଉତ୍କଳ ମାଟି, ତାଙ୍କ ଉପରେ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି ତାହା ସତ୍ୟ ହେଇଛି। ଆଉ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ମଧ୍ୟ ସେ ଲେଖିଥିଲେ। କ'ଣ କହିଲେ ନା ସାଧୁ ଖ୍ୟାତ ଗୋପ ବନ୍ଧୁ ହୋଇବ। ପୁଣି କ'ଣ କହିଲେ ସମସ୍ତେ କହିବେ ଉତ୍କଳମଣି ସେ ଯେ ମହାତ୍ୟାଗୀ ନଥିବେ ଜାଣି ସେ ସାନ ନୁହେଁ ଋଷ୍ୟ ଶୃଙ୍ଗ ଯେ ସାହିତ୍ୟ କବିତା ଅନେକ ଲେଖିବା ସାଧୁ ଥିବ ଲଗ୍ନ ଯୁଗ ଯେ ସାହିତ୍ୟ କବିତା ଅନେକ ଲେଖିବା ସାଧୁ ଥିବ ଲଗ୍ନ ଯୁଗ ଯେ। ଦେଖନ୍ତୁ ଅତୀତ ଅଚ୍ୟୁତାନନ୍ଦ ମହାପୁରୁଷ ଯେ ଭବିଷ୍ୟତ ଅତୀତ କଥା କହିଛନ୍ତି। ସେଇ ଯେଉଁ ଉତ୍କଳମଣି ଗୋପବନ୍ଧୁ ସେ ଅତୀତରେ କ'ଣ ଥିଲେ, ପୂର୍ବଜନ୍ମ ତାଙ୍କର କ'ଣ ଥିଲା ନା ସେ କହୁଛନ୍ତି ଋଷ୍ୟଶୃଙ୍ଗ ଋଷି ଥିଲେ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜାନି ପୁଣି ଆଉ କ'ଣ କହିଲେ ନା ସେଇ ପଞ୍ଚକୋଶ କେଉଁ ପର୍ଯ୍ୟନ୍ତ ପରିବ୍ୟାପ୍ତ ନା ତା ସତ୍ୟବାଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗରୁଡ଼ କହୁଛନ୍ତି ହେ ଜଗନ୍ନାଥ, ହେ ଯଦୁପତି, ମତେ କୃପା କରିକି ଥୋକାଏ ସାହା ଭିତରୁ ଟିକେ କୁହନ୍ତୁ ଏ କ୍ଷେତ୍ରର ମହାତ୍ମ୍ୟ କ'ଣ। ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଅଚ୍ୟୁତାନନ୍ଦ ମହାପୁରୁଷ ଯାହା କହିଛନ୍ତି ଗରୁଡ଼ ଗୀତାରେ ସେଇ କଥାକୁ ଶିଶୁ ଅନନ୍ତ ମାଳିକାର ନାମ ହେଲା ପୋଟା ମଡ଼ାଣ। ଏ ସତ୍ୟବାଦୀ କ୍ଷେତ୍ର ଉପରେ ଅଚ୍ୟୁତାନନ୍ଦ ଯାହା ଗରୁଡ଼ ଗୀତାରେ କହିଲେ ଗୋପବନ୍ଧୁ ଜନ୍ମ ହେବେ, ପୂର୍ବଜନ୍ମ ଋଷିଶୃଙ୍ଗ ଋଷି ଥିବ, ସେଇ କଥାକୁ ଶିଶୁ ଅନନ୍ତ ପଟ୍ଟାମଡ଼ାରେ ମଧ୍ୟ କହିଛନ୍ତି। ସତ୍ୟବାଦୀ ଉପରେ କ'ଣ କହିଲେ କହିଲେ ଧର୍ମ ଧ୍ୱଜା ନୀଳା ଚଳାର ଖସିବ ସତ୍ୟବାଦୀରେ ପଡ଼ିବ ଅଖାଦ୍ୟ ନେଇଣ ଜବନ କେଶରୀ ଗୋପାଳଙ୍କୁ ଭୋଗ ଦେବା ଗୋପାଳଙ୍କୁ ଭୋଗ ଦେବ ହେ ସୁଜନେ ଗୋପାଳଙ୍କୁ ଭୋଗ ଦେବ ଗୋପାଳଙ୍କୁ ଭୋଗ ଦେବ ହେ ସୁଜନେ ଗୋପାଳଙ୍କୁ ଭୋଗ ଦେବ। এই ସତ୍ୟବାଦୀର ଉପରେ ଶିଶୁ ଅନନ୍ତ ତାଙ୍କର ମାଳିକାର ନାମ ହେଲା ପଟ୍ଟାମଡ଼ାଣ। ଏ ପଟ୍ଟାମଡ଼ାଣରେ ଶିଷ୍ୟ ବାରଙ୍ଗାରେ କହୁଛନ୍ତି ବାବୁରେ ଏଇ ଯେଉଁ ଧର୍ମ ଧ୍ୱଜା ଖସିବ କେଉଁଠୁ ନା ନୀଳଚକ୍ରରୁ, ନୀଳାଚଳ, ନୀଳଶିଖର ଏବଂ ସେଇ ନୀଳଶିଖର ଉପରେ ରହିଛି କ'ଣ ନା ନୀଳଚକ୍ର। ନୀଳଚକ୍ର ଉପରେ ପତିତ ପାବନ ବାନା କହିଲେ ସେଇ ଧର୍ମ ଧ୍ୱଜା ପତିତ ପାବନ ବାନା ଦିନେ ଖସିବ। ନୀଳଚକ୍ର ବାନା ଖସିବ ପ୍ରଭୁ ରଙ୍ଗା ଅଧର। ନୀଳଚକ୍ର ବାନା ଖସିବ ପ୍ରଭୁ ରଙ୍ଗା ଅଧର। ବାରମ୍ବାର ଖସୁଛି। ସୁଧୀଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଏ କଥା ମିଛ ନୁହଁ। ଆପଣ ଅନେକ ସମୟରେ
टीवी परदा माध्यम पेपर माध्यम खबर कागज माध्यम शुणिया पाऊे पढ़िया पाऊे लोकमुखर जानिया पाऊे कौन ना बारंबार नीलचक्र उपर जो पतितपावन बानाटी से खसिकी जाऊकी पड़ुची तेणु अनेक समय पड़ी केतबले समुद्र कूल जा पड़ जाऊँ केतबले कौटी पड़ुची होइब अनीति जो देखा प्रबल होइब जिते जोर अनीति से किसी किसी घटना घटो श्रीक्षेत्र में शंख क्षेत्र में आउ ये नीलचक्र बाना खसिकी बारंबार पड़ुले महापुरुष को विशेष भाव में जो पिपिली ग्राम पड़ो पिपिली मूल कौन ना रही जो रौप्य सिंहासन किए बा प्रत्यय होइब पिपिली मूल गोटे रूपार सिंहासन रही जितेबाला खसिकी नीलचक्र पताका एठारे पड़ो से रूपा जो सिंहासन टी से पिपिली मूल बाहर एक कथा मालिकार लेखा अच्छी कौ थे लेखा अच्छी ना महापुरुष अच्युतानंद शिवकल्प नवखंड निर्घंटर किंतु शिशु अनंत पट्टामडाण अविकल से बड़ी लिखिं जे से नीलचक्र पताका खसिकी दिने सत्यवादी पड़ो बोले ब्रह्मा इंद्र रुद्र वरुण पवन 49 मूर्ति धरी 49 मूर्ति धारी 33 कोटि दे बताग्रगण छंती आगे पटु हारी छंती आगे पटुआरी तेणु जहाँकर महाप्रभु पंचकोश से महाप्रभु पंचकोश ये पंचकोशटी सत्यवादी पर्यंत परिव्याप्त आउ से प्रभुंकर महिमा कौन ना ब्रह्मा इंद्र रुद्र वरुण पवन 49 मूर्ति धरी ये शंख क्षेत्र महिमा कौन भगवान प्रथम आयुध शंख ये शंख क्षेत्र जहाँकर गोटे आयुध को लेकिन क्षेत्र तेणु ये शंख क्षेत्र महात्म्य कौन ना जो क्षेत्र में ब्रह्मा इंद्र रुद्र वरुण पवन 49 मूर्ति धरिकी 33 कोटी देवता ग्रहगण चारि पार्श्व पटुआरी करी आभरिकी प्रभु को अच्छा गुहारी करिक अच्छा कहले देवा देवी गण सहितेण जाण अष्टनायिका सहिते अष्टनायिका सगीते कल्पवटर पाखरो पुरी छन्ति समुद्र कोल पर्यन्ते समुद्र कोल पर्यन्ते 33 कोटी देवादेवी माने यहीठार सबू अछंती जहाँको प्रवेश नाई क्या ना मृत्युर जे अधिपति अधीश्वर स्वयं जमर प्रवेश ये नाही जम ये प्रवेश करें ना काल प्रवेश करें ना तेणु महापुरुष कहते देवादेवी गण सहित जान अष्टनायिका सहित प्रभु अच्छा ये शंख क्षेत्र में कल्पवटर पाखर पूरी समुद्र कूल पर्यंत ये कल्पवट ता मूलरू समुद्रपुर जाके पूरी देवादेवी माने स्वयं जगतरनाथ जगन्नाथ महाप्रभु भृत्यगण माने पासे खटी छंती जे जा सेवा घेनीण जे जा सेवा रे लीना ध्रुव प्रहलाद सनक जनक नारद गोरेख पूर्ण नारद गोरेख पूर्ण भृत्यगण माने सेवक माने एठार अछंती पादरे खटुचंती सेवा नहीं गोटे जन जन नहीं बोलिए महापुरुष अच्युतानंद जी की सुधीजानी महापुरुष अच्युतानंद गरुड़ गीतार कथा कही गरुड़ को भगवान कहते हे गरुड़ ये किए किए अच्छा जाचु तू समस्त भृत्य गण मैंने मो पाखे खटुंट जे जहाँ सेवा सब पाई खटुंट
ଆଉ ଧ୍ରୁବ ପ୍ରହ୍ଲାଦ ସନକ ଜନକ ନାରଦ ଗୋରେଖ ଏସବୁ ଋଷି ମୁନିମାନେ ମଧ୍ୟ ଏଠାରେ ମୋ ପାଖରେ ସେବା ପାଇବା ପାଇଁ ଯୋଡ଼ ହସ୍ତରେ କୃତାଞ୍ଜଳି ପୁଟରେ ସେ ଚାହିଁକି ରହିଛନ୍ତି। କେତେବେଳେ କେଉଁ ସେବା ମୁଁ ତାଙ୍କୁ କରିବା ପାଇଁ କହିବି ଆଉ ସେବା ପାଇବା ପାଇଁ ସବୁବେଳେ ତତ୍ପର ହେଇକି ଅଛନ୍ତି, ସେବା ଯୋଗାଇବା ପାଇଁ ତତ୍ପର ହେଇକି ଅଛନ୍ତି ଋଷି ମୁନିମାନେ ମଧ୍ୟ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀ ଜାନି ଏ ଶଙ୍ଖ କ୍ଷେତ୍ରର ମହିମା ଗରୁଡ଼ ଗୀତାରେ ଭଗବାନ କହୁଛନ୍ତି। କହିଲେ କୋଟି ବ୍ରହ୍ମାଣ୍ଡ ନାଥ ଜଗନ୍ନାଥ, କୋଟି ବ୍ରହ୍ମାଣ୍ଡ ନାଥ ଜଗନ୍ନାଥ, କରନ୍ତି ପୂର୍ଣ୍ଣ ମନୋରଥ, କଲି ମୁଁ ଏହି ଅଭିମାନ, କରିବା କୁରାସା କଲ୍ଲୋଳ ଗୀତା ସେ କହିଲେ ତେଣୁ, କରରେ ମାତ୍ର ଲେଖିଲି ମୁଁ ତେଣୁ ସେ କହିଲେ ଯେଣୁ, କରରେ ମାତ୍ର ମୁଁ ଲେଖିଲି ତେଣୁ ସେ କହିଲେ ଯେଣୁ। ଦୀନକୃଷ୍ଣ ଦାସ ରସକଲ୍ଲୋଳରେ କହୁଛନ୍ତି ମହାପ୍ରଭୁଙ୍କର ଅଲୌକିକତାକୁ ସ୍ୱୀକାର କରି ସୁଧୀ ଜ୍ଞାନୀ ମଣିମଣ୍ଡଳୀ କବିର ଗରିମା, ତାର କବିତାର ଗରିମା ଜଗନ୍ନାଥଙ୍କ ଛଡ଼ା ଆଉ ଜଗନ୍ନାଥଙ୍କୁ ଶ୍ରେୟ, କବି ତାର କବିତ୍ୱର ଗରିମା ବା କବିତ୍ୱର ପରାକାଷ୍ଠା ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦକୁ ହିଁ ପାଥେୟ କରି କହିଛି। ତାଙ୍କ କୃପା ବିନା ମୋ କବିତା ଅସମ୍ପୂର୍ଣ୍ଣ। ଅଚ୍ୟୁତାନନ୍ଦ ଯେମିତି କହିଛନ୍ତି, ଜଗନ୍ନାଥ ପ୍ରଭୁଙ୍କର ପାଦ ପଦ୍ମ ସେବି ମୁଦିନ ଅଚ୍ୟୁତ ଦାସ ବୋଲାଉଛି କବି। ଯେମିତି ଅଚ୍ୟୁତ କହୁଛନ୍ତି ସେ ଜଗନ୍ନାଥ ମହାପ୍ରଭୁଙ୍କର ପାଦ ପଦ୍ମ ସେବା କରିକି ମୁଁ ଯଦି ଆଜି କବି ହେଇଛି ତାଙ୍କରି ପାଇଁ। ତେଣୁ ଦୀନକୃଷ୍ଣ ଦାସ ସେଇ କଥା କହିଲେ, କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ କରନ୍ତି ପୂର୍ଣ୍ଣ ଜନ ମନୋକାମ, ସମସ୍ତ ଜନତାଙ୍କର ମନୋବାଞ୍ଛା ମନୋକାମନା ଯେ ପୂର୍ଣ୍ଣ କରନ୍ତି ମନୋରଥ, କରିବାକୁ ରସ କଲ୍ଲୋଳ ଗୀତ। ରସ କଲ୍ଲୋଳ ଲେଖିଛନ୍ତି କି ଦୀନକୃଷ୍ଣ ଦାସ, ସେଇ କଥା କହିଲେ। ତେଣୁ ସେଇ ଜଗତର ନାଥ ଜଗନ୍ନାଥ ଯାହାଙ୍କ ପାଖରେ ଋଷି ମୁନିମାନେ ସମସ୍ତ ଭୃତ୍ୟଗଣ ସମସ୍ତ ଦେବତାମାନେ ତାଙ୍କୁ ଚାରିପଟ ପଟୁଆରି କରିକି ଆବରିକି ରହିଛନ୍ତି, କୃତାଞ୍ଜଳି ପୁଟରେ ଭିକ୍ଷା ମାଗୁଛନ୍ତି, ପ୍ରଭୁ ଆମକୁ ସେବା ପ୍ରଦାନ କରନ୍ତୁ, ସେବା ପ୍ରଦାନ କରନ୍ତୁ। ସେବା ନିଯୋଗ ପାଇଁ ଏମାନେ ସମସ୍ତେ ଛିଡ଼ା ହେଇଛନ୍ତି। ପୁଣି ମହାପୁରୁଷ କହିଲେ, ଅପୂର୍ବ ମହିମା କହିବା ଉପମା ଜହିଁ ଠୋଳ ଏକାକ୍ଷର, ଜହିଁ ଠୋଳ ଏକାକ୍ଷର ହେ ସୁଜାନେ ଜହିଁ ଠୋଳ ଏକାକ୍ଷର, ଚାରି ବେଦ ଜଇଁ ଭିକ୍ଷୁ ରୂପ ହୋଇ ରହିଅଛନ୍ତି ଦୁଆର, ଶୁଣ ସୁଜାନେ ଗୁଣୀ ବେଳ କାଳ ଆସି ଲାଡ଼ି ହେ ଶୁଣ ସୁଜାନେ ଗୁଣୀ। ଅଚ୍ୟୁତାନନ୍ଦ ମହାପୁରୁଷ ଗରୁଡ଼ ଗୀତାରେ କହିଲେ କ'ଣ ବା ଉପମା ଦେବା ସେ ମହାପ୍ରଭୁଙ୍କର? ଚାରି ବେଦ ଜହିଁ ଭିକ୍ଷୁ ରୂପ ହୋଇ ରହିଅଛନ୍ତି ଦୁଆର। ପ୍ରଭୁଙ୍କର ଦ୍ୱାର ଦେଶରେ ଚାରି ବେଦ ସ୍ୱୟଂ ଜଗତର ନାଥ ଜଗନ୍ନାଥ କୋଟି ଓଡ଼ିଆଙ୍କର ଯେ ହେଉଛନ୍ତି ଇଷ୍ଟ ଆରାଧ୍ୟ ସ୍ୱୟଂ ଜଗତର ନାଥ ପ୍ରଭୁ କାଳିଆ ଶାନ୍ତ ଠାକୁରଙ୍କ ଦ୍ୱାରରେ ଚାରି ବେଦ ଜଇଁ ଭିକ୍ଷୁ ରୂପ ହୋଇ, ମହାପୁରୁଷ କହୁଛନ୍ତି ଋକ୍ ଯଜୁର ଶ୍ୟାମ ଅଥର୍ବ ଚାରି ବେଦ ଭିକ୍ଷୁ ରୂପ ହୋଇ ରହିଅଛନ୍ତି ଦୁଆରେ। ଭିକ୍ଷୁ ରୂପ ହୋଇ ଚାରି ବେଦ ଯେଉଁଠି ରହିଛନ୍ତି ସେ କ୍ଷେତ୍ରର ମହିମା କ'ଣ ଏଇଥିରୁ ଆପଣମାନେ ଜାଣୁଥିବେ। ପୁନଶ୍ଚ କ'ଣ କହିଲେ ଏମନ୍ତେ ସେ ସ୍ଥାନ ନାମ ନୀଳଗିରି, ଗୋଲକ ବୈକୁଣ୍ଠ ସେହି, ଗୋଲକ ବୈକୁଣ୍ଠ ସେହି ହେ ସୁଜନେ ଗୋଲକ ବୈକୁଣ୍ଠ ସେହି, ଉପତ ଗଙ୍ଗା ଯେ ତ୍ରିବେଣୀ ଯମୁନା ବହୁ ଅଛନ୍ତି ଜଇଁ, ଶୁଣ ସୁଜନେ ଗୁଣୀ
ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି। ଏମନ୍ତ ଯେ ସ୍ଥାନ ନାମ ନୀଳଗିରି ଗୋଲକ ବୈକୁଣ୍ଠ ସେଇ ଜ୍ଞାନୀ ଗୁଣିମଣ୍ଡଳୀ ସୋଧି ଜାନେ ଯୋଉଠି ଓଡ଼ିଆଙ୍କର ଆରାଧ୍ୟ ଇଷ୍ଟ ଜଗତର ନାଥ ଜଗନ୍ନାଥ ଅଛନ୍ତି ତାଙ୍କର ଆଉ କ'ଣ ବା ଦରକାର। ଏତେ ଆଡ଼େ ଆମେ ଭ୍ରମିବା ନାହିଁ, ଏତେ ଆଡ଼େ ଆମେ ଯିବା ନାହିଁ। ଆମର ପ୍ରତିଟି କାର୍ଯ୍ୟ ଆରମ୍ଭରୁ ଜଗନ୍ନାଥ ମହାପ୍ରଭୁଙ୍କର ନାମ ନିଆଯାଏ। ଯଦି ପୁଅ ଝିଅଙ୍କର ବିବାହ କେତେବେଳେ ନ ପଡ଼େ ବା କେତେବେଳେ ଯଦି ତିଥି ବିବାହ ନାହିଁ କି କ'ଣ ଅସୁବିଧା ହେଇଛି, ଠିକ୍ ଅଛି ସର୍ବମଙ୍ଗଳା ଜଗନ୍ନାଥ, ସର୍ବମଙ୍ଗଳ ଜଗନ୍ନାଥ କହିକିରି ମହାପ୍ରଭୁଙ୍କ ନାଁରେ ମଧ୍ୟ ବିବାହ ସମ୍ପନ୍ନ ହେଇଯାଏ। ନାଇଁ ଘରେ ଯଦି ସତ୍ୟନାରାୟଣ ପୂଜା ଟିକେ ହୁଏ ଆମେ ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ପ୍ରତିଟି ମୁହୂର୍ତ୍ତରେ ଆପଣ ଦେଖିବେ ଜୀବନ ଆରମ୍ଭ ଠାରୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଗନ୍ନାଥ ସବୁବେଳେ ଆମ ପାଖେ ପାଖେ ରହିଛନ୍ତି। ଆମର ଓଡ଼ିଆର ବା ଓଡ଼ିଆ ଜାତିର ପ୍ରତିଟି ବିଛଣାରୁ ଉଠିବାଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ବା ଜନ୍ମରୁ ମରଣ ପର୍ଯ୍ୟନ୍ତ ଜଗନ୍ନାଥ ଯୋଡ଼ି ହେଇକି ରହିଛନ୍ତି। ଆମ ସଂସ୍କୃତି ସହିତ ଆମ ପରମ୍ପରା ସହିତ ଏ ଜାତି ସହିତ ବା ଏ ଅଞ୍ଚଳ ସହିତ ସବୁବେଳେ ଯୋଡ଼ି ହେଇକି ରହିଛନ୍ତି। ପ୍ରତିଟି ପର୍ବପର୍ବାଣୀ, ପ୍ରତିଟି ଓଷା ବ୍ରତ, ପ୍ରତିଟି କର୍ମ ସହିତ ପ୍ରଭୁ ଆମର ଯୋଡ଼ି ହେଇକି ରହିଛନ୍ତି। ତେଣୁ ମହାପୁରୁଷ କହୁଛନ୍ତି ଏମନ୍ତେ ସେ ସ୍ଥାନ ନାମ ନୀଳଗିରି ଗୋଲକ ବୈକୁଣ୍ଠ ସେଇ ଯେଉଁଠି ମହାପ୍ରଭୁ ଗୋଲକ ବୈକୁଣ୍ଠରେ ବିରାଜମାନ। ଏ କ୍ଷେତ୍ରର ମହିମା କେତେ ହେଇଥିବ, ଯେଉଁଠିକି ବ୍ରହ୍ମ ଗାୟତ୍ରୀ ଜହିଁରେ ପାବଛ ବେଦ ରହିଛି ଦୁଆରେ, ବେଦ ରହିଛି ଦୁଆରେ ହେ ସୁଜନେ ବେଦ ରହିଛି ଦୁଆରେ। ହରେ ରାମ କୃଷ୍ଣ ଜହିଁରେ ଆଲଟ କି ଉପମା ଦେବା ତାରେ, ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି। ଯୋଉଠି ବ୍ରହ୍ମ ଗାୟତ୍ରୀ ପାବଚ୍ଛ ହୋଇ, ଯୋଉଠି ବ୍ରହ୍ମ ଗାୟତ୍ରୀ ଜହିଁରେ ପାବଚ୍ଛ ବେଦ ରହିଛି ଦୁଆରେ, ବ୍ରହ୍ମ ଗାୟତ୍ରୀ ଯୋଉଠି ପାହାଛ ଏ ସୁଧି ଜାନେ ସେ କ୍ଷେତ୍ର ଶଙ୍ଖ କ୍ଷେତ୍ରର ମହିମା କେତେ ନ ହେଇଥିବ। ଭଗବାନଙ୍କର ପ୍ରଥମ ଆୟୁଧ ଯେଉଁ ଶଙ୍ଖ କ୍ଷେତ୍ର, ନୀଳାଚଳ କ୍ଷେତ୍ର, ସ୍ୱୟଂ ଶ୍ରୀମନ୍ଦିର ସେ କ୍ଷେତ୍ର ଉପରେ ଆମେ ଆଲୋଚନା କଲେ କିଭଳି ମହିମା। ଏବଂ ଆଜି ତ ସମୟ ହେଇଛି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧି ଜାନେ ଆସନ୍ତା ଅଧ୍ୟାୟରେ ଆମେ ଆଉ ଗୋଟେ ବିଷୟ ନେବା। ତ ଆଜି ତ ସମୟ ହେଇଛି, ତ ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କହିଲେ କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ, କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ, ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ, ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ। ମଧୁର ଠାରୁ ମଧୁର ମଙ୍ଗଳୁ ମଙ୍ଗଳ, ମଧୁର ଠାରୁ ମଧୁର ମଙ୍ଗଳୁ ମଙ୍ଗଳ। ରାଧା କୃଷ୍ଣ ସାର ନାମ ସାର ସଂସାର, କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ, ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ। ସୁଧି ଜାନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ବିଦାୟ ଦିଅନ୍ତୁ, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।